ଆଜ୍ଞା ମୁଁ ହେଲେ ଅଶୋକ କୁମାର ନାୟକ, ଘର ସରିପୁର ବାଲିପାଟଣା। ଆମେ 20 ବର୍ଷ ହେଲା ସେଠି ଜାଗା କିଣି ଘର ବାଡି କରିକି ରହି ଆସିଅଛୁ। ଘର ବାଡି କରି ରହି ଆସୁଛୁ। ଗୋଚର ଜମିକି ଲାଗିଥିବାରୁ ପ୍ଲଟଟି ଆମର ସେଇ ଗୋଚର ଜମିରେ ଯାତାୟାତ କରି ଆସିଥିଲୁ। ଏବେ ବ୍ଲକର ଗୋଟେ ସମୂହ ପାଠାଗାର ପାଇଁ ପ୍ରୋଜେକ୍ଟ ଆସିଥିବାରୁ ସିଏ ସେଇ ରାସ୍ତା ଉପରେ ତାକୁ ଜବରଦସ୍ତି ଲେଆଉଟ ଦେଇ ମାନେ ଘର ଆରମ୍ଭ କରିଛନ୍ତି। ଯାହା ଫଳରେ କି ମୋ ମାନେ ଘରକୁ ଯିବା ଆସିବା କରିବା ପାଇଁ ବାଟ ଟୋଟାଲ ନାହିଁ। କିଏ ଘର କରିଦେଇଛନ୍ତି ଆପଣଙ୍କ ସେଠି କହୁଛନ୍ତି? ବ୍ଲକ ଦେଇ। କଣ କୋଉ ଘର ହେଇଛି ସେଠି? ସାମୂହିକ ପାଠାଗାର। ଆଜ୍ଞା। ଆପଣ ଏ ବାବଦରେ ଅଭିଯୋଗ କାହା ପାଖରେ କରିଛନ୍ତି, କାହାକୁ ଲେଖିକି ଦେଇଛନ୍ତି? ମୁଁ ତହସିଲଦାରଙ୍କୁ ଲିଖିତ ଆକାରରେ ଜଣେଇଲି ଯେ ମୋର ଗୋଟେ ଘରେ 4 ବର୍ଷ ହେଲା ବାପା ପାରାଲିସିସରେ ପଡିଛନ୍ତି, ଘରେ ପେସେଣ୍ଟ ଅଛନ୍ତି, ମତେ ବାଟ ସୁବିଧା କରାଯାଉ। ତହସିଲଦାର ମତେ କହିଲେ ଆପଣ ସେପଟୁ ଛାଡି ଦିଅନ୍ତୁ, ଏପଟକୁ ବାଟ ମୁଁ କରିକି ଦେବି। କିନ୍ତୁ ଅଫିସ ସବୁଦିନ ଦଉଛି, କିନ୍ତୁ ହଁ ଯାଉଛି ଚାଲ କରିଦେବି, ସବୁ ଉଠେଇଦେବି, ଇଏ କରିବି, କୌଣସି କଥା ଶୁଣୁନାହାନ୍ତି ମୋର। ଏବେ ବାପାଙ୍କ ଦେହ ଅସୁସ୍ଥ ହବାରୁ ମୁଁ ଆମ୍ବୁଲାନ୍ସ ଡାକିକି ଆଣିଲା ବେଳକୁ ବାଟ ନାହିଁ ମୋ ଘରକୁ ଯିବାକୁ। ବାଧ୍ୟ ହେଇକି ମୁଁ ଷ୍ଟ୍ରେଚରରେ ଡାକି ଲୋକଙ୍କୁ ଡାକି ଟେକିକି ନେଇକି ମେଡିକାଲ ଗଲି। ଆପଣ ଘରଠୁ ସେ ରାସ୍ତା କେତେ ଦୂର, ମାନେ ଏନ୍ଏଚ ଟା କେତେ ଦୂର? 150 ମିଟର ଖଣ୍ଡେ ହବ। ଦେଇଛି କପି ଦେଇଛି, ବିଡିଓଙ୍କୁ କପି ଦେଇଛି, ରେଭିନ୍ୟୁ ଇନ୍ସପେକ୍ଟରଙ୍କୁ କପି ଦେଇଛି, କଲେକ୍ଟରଙ୍କୁ ବି କପି ପଠେଇଛି। ଆଚ୍ଛା, ଆପଣଙ୍କ ଏରିଆରେ ବିଧାୟକ ଯିଏ ଅଛନ୍ତି ତାଙ୍କୁ ଆପଣ ଭେଟ ହେଇଛନ୍ତି? ବିଧାୟକଙ୍କୁ ଦେଖା କରିନି ଆଜ୍ଞା। ଆଚ୍ଛା, ଆପଣଙ୍କର ଯୋଉ ଅଛନ୍ତି ଆମର ଅପରାଜିତା ଷଡଙ୍ଗୀ ଯିଏ ଅଛନ୍ତି ତାଙ୍କ ସାଥିରେ ମ୍ୟାଡାମ ସାଥିରେ ଭେଟ ହେଇଛନ୍ତି? ନା ଆଜ୍ଞା ଦେଖା ହେଇନି। ମୁଁ ଖାଲି ତହସିଲଦାରଙ୍କୁ ଦେଖା କରିଛି, ତାଙ୍କୁ କପି କରିଛି, ଠିକ ଅଛି ବିଡିଓଙ୍କୁ। କେତେ ବର୍ଷ ହେଲାଣି ସେଠି ଘର ଆପଣ କରିଛନ୍ତି? 20 ବର୍ଷ ହେଲାଣି। ପୁରା ଏଇଭଳି 20 ବର୍ଷ ହେଲାଣି ଆପଣ ଫେର ଅସୁବିଧାର ସମ୍ମୁଖୀନ ହଉଛନ୍ତି? ଆଜ୍ଞା ମୁଁ ମାନେ ଗୋଚର ଜମିରେ ରାସ୍ତା କରିକି ଯିବା ଆସିବା କରୁଥିଲି ସେଠି 20 ବର୍ଷ ହେଲାଣି।